26 ତାରିଖରେ ଆସି ଅଯୋଧ୍ୟାରେ ପହଞ୍ଚିଲେ ବିଦେଶରୁ 2 ଜଣ। ଆଉ ହଠାତ୍ ଅଯୋଧ୍ୟାରେ ତାଙ୍କ ସହିତ ଯାହା ହୋଇଗଲା ସମସ୍ତେ ଦେଖିକି ଆଶ୍ଚର୍ଯ୍ୟ। ଆଉ ଏଠି ବିରାଟ ବଡ଼ ଚମତ୍କାର ତାଙ୍କ ସହିତ ଘଟିଲା। ଆଉ ସେ ମଧ୍ୟ କାନ୍ଦିକି କହିଲେ ଆମେ ଏଇ ମନ୍ଦିରରେ ସବୁଦିନ ପାଇଁ ସେବା କରିବୁ, ଆଉ ଘରକୁ ଯିବୁନି। ଆଉ ବଡ଼ ବଡ଼ ସାଧୁ ସନ୍ଥମାନେ କହିଲେ ତମେ ଏଠି ରହିପାରିବ ନାହିଁ। ଆଉ ଶେଷରେ ଭକ୍ତ ଜଣକ ଯାହା କଲେ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଭିଡ଼ିଓଟିକୁ ଦେଖିବା ପୂର୍ବରୁ ଆପଣ ଯଦି ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟରେ ଜୟ ଶ୍ରୀରାମ ଲେଖିଦିଅନ୍ତୁ। ତେବେ ବାହାରିଥିଲେ ବିଦେଶରୁ ଅଯୋଧ୍ୟାକୁ, ଭାବିଥିଲେ ପ୍ରାଣ ପ୍ରତିଷ୍ଠା ଦିନ ଆସିବେ ଏବଂ ଭଗବାନଙ୍କୁ ଦର୍ଶନ କରିବେ। ତାହା ତ ହେଲା ନାହିଁ, କିନ୍ତୁ 26 ତାରିଖରେ ଆସିକି ପହଞ୍ଚିଲେ ଅଯୋଧ୍ୟାରେ। ଆଉ ଏଇଠି ଘଟିଗଲା ତାଙ୍କ ସହିତ ବିରାଟ ଚମତ୍କାର, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଶେଷରେ ସେ କହିଲେ ଆମେ ଏଠି ରହିବୁ। ଆଉ ତାପରେ ସାଧୁ ସନ୍ଥ ଯେତେବେଳେ ମନା କଲେ, ଆଉ ସିଏ ଯାହା କରିଦେଲେ, ଚାରିପଟ ଲୋକ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ହେଲେ ଏବଂ କିଛି ଲୋକ ତ କାନ୍ଦି ପକାଇଲେ। ପ୍ରକୃତରେ କ'ଣ ହୋଇଥିଲା? ତେବେ ବିଦେଶରେ ରହୁଛନ୍ତି ରୋନି, ଆଉ ଏଠି ଆମ ଇଣ୍ଡିଆରେ ରହୁଛନ୍ତି ତାଙ୍କର ସ୍ତ୍ରୀ। ତାଙ୍କ ସ୍ତ୍ରୀ ଅସୀମ। ତେଣୁ ଅସୀମ ଯେଉଁ ଜଣ, ସିଏ ହେଲେ ଜଣେ ମୁସଲିମ। ସିଏ ମଧ୍ୟ ପ୍ରଭୁ ଶ୍ରୀ ରାମଙ୍କ ଭକ୍ତ। ଏଠି ଗୋଟିଏ କଥା ଘଟିଲା, ସେ ନିଜେ ଯେତେବେଳେ ବିଦେଶରେ ରହୁଥିଲେ ତାଙ୍କ ସ୍ୱାମୀଙ୍କ ସହିତ ହଠାତ୍ ତାଙ୍କର ମନ ହେଲା ଅଯୋଧ୍ୟାକୁ ଆସିବା ପାଇଁ। ଅଯୋଧ୍ୟାରେ 22 ତାରିଖରେ ଆସିକି ପହଞ୍ଚି ପାରିଲେ ନାହିଁ, କିନ୍ତୁ 26 ତାରିଖରେ ଆସିଲେ। ତାଙ୍କ ପରିବାର ଲୋକଙ୍କ ସହିତ ଦେଖା କରିବେଲେ ଏବଂ ଏଠି ଗୋଟେ ଅଯୋଧ୍ୟାରେ ଯେତେବେଳେ ଭିତରକୁ ପଶୁଥିଲେ ସେହି ସମୟରେ ଘଟିଲା ବଡ଼ ଚମତ୍କାର। ଯେତେବେଳେ ଠିକ୍ ଭିତରକୁ ପଶୁଛନ୍ତି ସେହି ସମୟରେ ସିକ୍ୟୁରିଟି ଗାର୍ଡ଼ ମନା କଲେ। ଗାର୍ଡ଼ମାନେ ମନା କଲେ ତମେ ଭିତରକୁ ଯାଇପାରିବ ନାହିଁ, ତା ପରଦିନ ଆସ। କାହିଁକି ନା ସକାଳ 7ରୁ ଦିନ 10ଟା ପର୍ଯ୍ୟନ୍ତ ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କରୁଥିଲେ ସାଧାରଣ ଲୋକ। ଆଉ ତା ପରଦିନ ସକାଳ 6ଟାରୁ ବାହାରିଲେ ହୋଟେଲରୁ, ସିଧା ପହଞ୍ଚିଲେ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ପାଖରେ। ଆଉ ଏଇଠି ତାଙ୍କ ସହିତ ହୋଇଗଲା ବଡ଼ ଚମତ୍କାର। ଶେଷରେ ସେ ନିଷ୍ପତ୍ତି ନେଲେ ଯେ ଆମେ ଏହି ଅଯୋଧ୍ୟା ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିରରେ କିଛି ନା କିଛି କାମ କରି ସବୁଦିନ ପାଇଁ ଏଇଠି ରହିବୁ, ଆଉ ଆମେ ଯିବୁ ନାହିଁ ବିଦେଶ। ତେଣୁ ଏଠି ତାଙ୍କ ସହିତ ଯାହା ଘଟିଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ ମନ୍ଦିର ଭିତରକୁ ସେ ପ୍ରବେଶ କରୁଥାନ୍ତି ସେହି ସମୟରେ ଯେଉଁ ଗାର୍ଡ଼ ମନା କରୁଥିଲେ ସେଇ ଗାର୍ଡ଼ ତାଙ୍କୁ ଛାଡ଼ିଲେ। ତା ପରଦିନ ସିଏ ଗଲା ପରେ ସେଠି ପ୍ରଭୁ ଶ୍ରୀ ରାମଙ୍କ ଦର୍ଶନ କଲେ। ଦର୍ଶନ କରିସାରି ଭୋଗରାଗ କରିକି ଏପଟେ ଯେତେବେଳେ ଆସୁଛନ୍ତି ସରାୟୁ ନଦୀ ପାଖକୁ, ସେହି ସମୟରେ ଗୋଟିଏ ଛୋଟିଆ ପିଲାଟି ବସି କାନ୍ଦୁଥାଏ। ତାଙ୍କ ମାଆ ହଜିଯାଇଛି ବୋଲି କହୁଥାଏ। ସେହି ସମୟରେ ସିଏ ଜଣକ ତାଙ୍କ ସ୍ୱାମୀ ବୁଝିପାରିଲେ ନାହିଁ, କିନ୍ତୁ ସ୍ତ୍ରୀ ଜଣକ ବୁଝିଲେ, ପଚାରିଲେ କେଉଁଠି ତୋ ମାଆ ଥିଲା, କ'ଣ ଥିଲା? ସେହି ସମୟରେ ଛୋଟ ଛୁଆଟି କହୁଥାଏ ମୋ ମାଆ 2 ଦିନ ହେଲାଣି ମୁଁ ପାଉନି। ଅଯୋଧ୍ୟାକୁ ଆସିଥିଲି ମୋ ମାଆ ସହିତ, କିନ୍ତୁ ମୋ ମାଆକୁ ମୁଁ ଆଉ ଦେଖୁନି। ଏପଟେ କାନ୍ଦି କାନ୍ଦି କହୁଥାଏ। ସେପଟେ 11 ବର୍ଷର ପିଲାର କଥା ଶୁଣି କ'ଣ କରିବେ କିଛି ଜାଣିପାରୁନାହାନ୍ତି। ସେହି ସମୟରେ ସେ କହିଲେ ତୁ ଏଠି କେତେ ଦିନ ହେଲାଣି ବସିଛୁ? ସେହି ସମୟରେ କହିଲେ ମୁଁ ଏଠି 2 ଦିନ ହେଲାଣି ବସିଛି। ମନ୍ଦିରରେ ଖାଉଥିଲି, କିନ୍ତୁ ମାଆକୁ ଖୋଜୁଛି ବୋଲି ମୁଁ ଏଇଠି ବସିଛି। ପ୍ରକୃତରେ କ'ଣ ଥିଲା? ସେହି ସମୟରେ ସେଇ ମୁସଲିମ ମହିଳା ଜଣକ କହିଲେ ଚାଲ, ତୁମେ ଆମ ସହିତ ଚାଲ, ତୁମ ମାଆକୁ ମୁଁ ଖୋଜିଦେବି। ସେହି ସମୟରେ ତାଙ୍କର ହେଲ୍ପଲାଇନ୍ ଏବଂ ହେଲ୍ପ ଡେସ୍କରେ ଯାଇ ପଚାରିଲେ ଏବଂ କହିଲେ ଇଏ ପୁଅ ଜଣକ ବସିଛି 2 ଦିନ ହେଲାଣି, ମା ବୋଲି ଖୋଜୁଛି, ଆଉ ସମସ୍ତଙ୍କୁ ପଚାରୁଛି, କିନ୍ତୁ କେହି ତା କଥା ବୁଝୁନାହାନ୍ତି। ଆଉ ଶେଷରେ ଜଣକ ତାର ରିପୋର୍ଟ ଲେଖିଲେ, ହେଲ୍ପଲାଇନ୍ ଆନାଉନ୍ସ ହେଲା, କିନ୍ତୁ ତାଙ୍କ ମା ଥିଲେ ସିନା ଆସିବେ। ପ୍ରକୃତରେ ଏଠି କ'ଣ ହେଲା? ମୁସଲିମ ମହିଳା ଜଣକ କହିଲେ ମୁଁ କଥା ଦେଉଛି ତମ ମାଆକୁ ମୁଁ ନିଶ୍ଚିନ୍ତ ଫେରାଇ ଆଣିବି। ଆଉ ଶେଷରେ କହିଲେ କ'ଣ କରିବା, ମାଆର ଫଟୋ ଅଛି? ସେ କହିଲା ନା, ମୋ ମାଆ କଥା ମନେ ପଡ଼ୁଛି, ମୁଁ କେଉଁଠି ଯିବି? ଶେଷରେ ସେଇ ପୁଅ ଜଣକ କହିଲା ମୁଁ ବନାରସରେ ଆମ ଘର। ବାପା ମାଆକୁ ଛାଡ଼ି ଚାଲିଗଲା ପରେ ମା ସବୁବେଳେ
ବାସନ ମାଜେ, ବାହାରେ କାମ କରେ ଏବଂ ଆମେ ଖାଇ ପିଇକି ରହୁ। ମୁଁ ମଧ୍ୟ ସ୍କୁଲକୁ ଯାଏ। କିନ୍ତୁ ହଠାତ୍ ମା କହିଲା ଅଯୋଧ୍ୟାକୁ ଯିବା। ଅଯୋଧ୍ୟାକୁ ଗଲେ ସେଠି ଦୀପ ବିକିବା ଏବଂ କିଛି ପଇସା ହେଲେ ଆମେ ଭଲରେ ଚଳିବା। ସେହି ସମୟରେ ନଦୀ ପାଖରେ ମନ୍ଦିର ଭିତରେ ତ ଦୀପ ବିକ୍ରି ହୁଏନି କିମ୍ବା ବାହାରେ ଥିବା ଦୋକାନମାନ ବିକ୍ରି ହୁଏ। ଆମକୁ ଛାଡ଼ୁନଥିଲେ। ନଦୀ ପାଖରେ ମା ଦୀପ ବିକୁଥିଲା। ମା ପାଖରେ ମୁଁ ଥିଲି, ହସ ଖୁସିରେ ଖେଳୁଥିଲି। କିନ୍ତୁ ଏମିତି କିଛି ଘଟିଗଲା, ମୁଁ କିଛି ବି ଜାଣିପାରୁନି। ହଠାତ୍ ରାତି ଅଧରେ ପୋଲିସ ଏବଂ ସମସ୍ତେ କହିଲେ ଏଠୁ ଉଠ, ଏଠୁ ସମସ୍ତେ ଉଠିଯାଅ, ଏଠି କେହି ବସନି, ଗହଳି ହେଉଛି, ଏମିତି ସବୁ କହିଲେ। ସେହି ସମୟରେ ମା ଜଣକ କାନ୍ଦୁଥାଏ, କାହିଁକି ନା ପାଖରେ ଖାଇବା ପାଇଁ ପଇସା ନଥାଏ। ଶେଷରେ ମନ୍ଦିର ପାଖରେ ଥିବା ଖାଦ୍ୟ ଭଣ୍ଡାର ଆମେ ଖାଇଲୁ। କିଛି ଲୋକ ମଧ୍ୟ ଖାଦ୍ୟ ଦେଲେ। କିନ୍ତୁ ତା ପରଦିନ ମା ଶେଷରେ କାନ୍ଦି 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 କହିଲା ପୁଅ ତୁ ଏଠି ଶୋଇଥା। ନଈ କୂଳରେ ମୁଁ ଶୋଇଛି। କିନ୍ତୁ ମା ସେପଟେ ଯାଇଥିଲା। କିଛି ଲୋକ ମାଆକୁ ଗାଳି କରୁଥିଲେ, ମୁଁ ଦେଖିଲି, କିନ୍ତୁ ମୁଁ କିଛି କରିପାରୁନଥିଲି। ସେହି ସମୟରେ ମା ତାଙ୍କ ଗୋଡ଼ ଧରୁଥାଏ, ବାବୁ 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 ମୋତେ କାମ ମିଳୁ, କାମ ମିଳୁ, ମୁଁ ଏତେ ଦୂରରୁ ଆସିଛି, ମୁଁ କେମିତି ଯିବି, କ'ଣ କରିବି, ଏମିତି ସବୁ କହୁଥାନ୍ତି। ସେହି ସମୟରେ ମା କୁଆଡ଼େ ଚାଲିଗଲା ଯେ ମୁଁ ଆଉ ଖୋଜିକି ପାଉନି। ମୁଁ ସକାଳେ 10ଟାରେ ଉଠିକି ଦେଖିଲା ବେଳକୁ ମାଆକୁ ପାଉନି। ମୋ କାନରେ ଶୁଭୁଥିଲା ମା କଥା, ମା କାହା ସହିତ କଥା ହେଉଛି, କିନ୍ତୁ ମୁଁ ଏବେ ପାଉନି। ମୁଁ ମାଆକୁ କେମିତି ଖୋଜି ପାଇବି? ସେହି ସମୟରେ ମୁସଲିମ ମହିଳା ଜଣକ ଏତେ କଥା ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କ ଆଖିରୁ ମଧ୍ୟ ଲୁହ ବାହାରିଗଲା। ଏତେ ଛୋଟ ପିଲାଟି କେମିତି କୁଆଡ଼େ ଯିବ? ଏହି ଦୁନିଆରେ କେବଳ ତାର ଗୋଟିଏ ମା, ତା ଘରେ କେହି ନାହାନ୍ତି, ସେ କେମିତି ଯିବ? ହସ ଖୁସିରେ ଆସିଥିଲେ ମା ପୁଅ, ଦୀପ ବିକିକି ଭଲରେ ଚଳିବେ ଏବଂ ପୁଣି ଘରକୁ ଫେରିବେ। କିନ୍ତୁ ମାହା ସାହାରା ପୁଅ ଏବେ କ'ଣ କରିବ? କେମିତି ବଞ୍ଚିବ? ତେଣୁ ସେ କ'ଣ କରିବେ କିଛି ବାଟ ପାଇଲେ ନାହିଁ। ଶେଷରେ ଯେଉଁ ରହୁଥିବା ହୋଟେଲକୁ, ସେ ହୋଟେଲ ରୁମ୍କୁ ନେଇଗଲେ ପୁଅକୁ ଏବଂ ସ୍ୱାମୀ ଜଣକ କିଛି କହୁନଥାନ୍ତି। ଯେହେତୁ ସେ ବିଦେଶରୁ ଆସିଛନ୍ତି, ତାଙ୍କ ସ୍ତ୍ରୀ ଯାହା କହୁଛନ୍ତି ସ୍ୱାମୀ ସେ କଥା ଶୁଣୁଛନ୍ତି। ଏପଟେ କ'ଣ ହେବ? ପୁଣି ବାହାରିଗଲେ ଅଯୋଧ୍ୟା ଧାମକୁ। ପୁଣି ବୁଲିଲେ। 2 ଦିନ ହେଲା। 3 ଦିନ ବେଳକୁ ଯେତେବେଳେ 28 ତାରିଖ ଦିନ ସକାଳ ବେଳକୁ ସେତେବେଳେ କହିଲେ ତମ ମା କେଉଁଠି ବସନ୍ତି? ସେହି ସମୟରେ ପୁଅ କହିଲା ମୋତେ ଯେଉଁଠୁ ଆପଣ ପାଇଥିଲେ। ସେହି ସମୟରେ ପୁଣି ଖୋଜାଖୋଜି କଲେ, କିନ୍ତୁ ମିଳିଲା ନାହିଁ। ସେହି ସମୟରେ ମାଆକୁ ଦେଖିଲେ। ମା ଜୋରରେ ଚିଲେଇ ଚିଲେଇ ପୁଅ କୁଣ୍ଡେଇଥିଲା, ତୁ କୁଆଡ଼େ ଯାଇଥିଲୁ? ଇଏ କିଏ? କାହା ସହିତ ଯାଇଥିଲୁ? ମୁଁ ତୋତେ କେତେ ଖୋଜୁଛି। ସେହି ସମୟରେ ପୁଅ ଜଣ କହିଲା ମା ମୁଁ ତୋତେ ବି ଖୋଜୁଥିଲି, ତୁ କୁଆଡ଼େ ଯାଇଥିଲୁ? ସେହି ସମୟରେ ମା କହିଲେ ମୁଁ ଜଣେ ବାବୁ ଘରକୁ ଯାଇଥିଲି କାମ କରିବାକୁ। ଏମିତି ସବୁ କଥା କହିଲେ ଏବଂ ଯେତେବେଳେ କହିଲେ ତୁ ମୁଁ ଯାଇଥିଲୁ କ'ଣ ପାଇଁ? ମୁଁ ତୋତେ ଖୋଜିବା ପାଇଁ ଯାଇଥିଲି। ନା ମା କହିଲେ ମୁଁ ରୋଷେଇ କାମରେ ଯାଇଥିଲି। ଆଉ ଏଠି ଯେତେବେଳେ ମୁସଲିମ ମହିଳା ଦେଖିଲେ ମା ପୁଅ ମିଶିଗଲେ, ସେହି ସମୟରେ ସେ ବହୁତ ଖୁସି ହେଇଗଲେ। କିନ୍ତୁ ଏଠି ଗୋଟେ ବଡ଼ ଚମତ୍କାର ହୋଇଥିଲା, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଯେତେବେଳେ ସୟରାଏ ନଦୀ ପାଖରେ ମା ପୁଅ ମିଶିଥିବାର ଦେଖୁଥିଲେ, କିଛି ସମୟ ପରେ ଏପଟେ ବୁଲିକି ତାଙ୍କ ସ୍ୱାମୀ ସହିତ କଥା ହେଉଥିଲେ। ଠିକ୍ ସମୟରେ ବୁଲିକି ଦେଖିଲା ବେଳକୁ ମା ନାହାନ୍ତି କି ପୁଅ ନାହାନ୍ତି। ଆଉ ଏପଟେ ଦେଖିକି ଆଶ୍ଚର୍ଯ୍ୟ, ବାମ ପଟେ ଡାହାଣ ପଟେ ସବୁଆଡ଼େ ବୁଲିକି ଦେଖନ୍ତି, କୁଆଡ଼େ ନାହାନ୍ତି। ହଠାତ୍ କୁଆଡ଼େ ଗଲେ? ଯଦି ବି ଯାଇଥିବେ ଏପଟେ ଯାଇଥିବେ ନା, ସବୁ ତ ଦେଖାଯିବ, କିନ୍ତୁ କୁଆଡ଼େ ଗଲେ? ତାଙ୍କ ସ୍ୱାମୀକି ପଚାରିଲେ। ସ୍ୱାମୀ କହିଲେ ନା ମୁଁ ତ ଜାଣିପାରୁନି କୁଆଡ଼େ ଗଲେ। ଆଉ ଏଇଠି ଘଟିଲା ବଡ଼ ଚମତ୍କାର। ମନେ ମନେ ସେ ଭାବିଲେ ପ୍ରଭୁ ଶ୍ରୀରାମ ମୋତେ ପରୀକ୍ଷା କରୁଛନ୍ତି। ପ୍ରକୃତରେ ମୋ ମନରେ ଭକ୍ତି ଅଛି କି ନାହିଁ ଜାଣୁଛନ୍ତି। ଆଉ ଏଇଠି ପ୍ରଭୁ ଶ୍ରୀରାମ ହଠାତ୍ ଆକାଶ ମାର୍ଗରେ ତାଙ୍କୁ ଦେଖାଗଲା ଭଳି ଲାଗିଲା। ଆଉ ସିଏ ସେଇଠି ନତମସ୍ତକ ହେଇକି ମୁଣ୍ଡିଆ ମାରି ପକାଇଲେ ଏବଂ ପୁଣି ଅଯୋଧ୍ୟା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ଭିତରକୁ ପୁଣି ଆଉଥରେ ଗଲେ ଦର୍ଶନ କରିବା ପାଇଁ। ଆଉ ସେହି ସମୟରେ ହସ ହସ ମୁହଁ ଦେଖି ତାଙ୍କର ବହୁତ ମନ ପ୍ରତି ବିଶ୍ୱାସ ଏବଂ ଭରସା ଆସିଲା ଏବଂ ପ୍ରଭୁ ଶ୍ରୀରାମଙ୍କର ହସ ହସ ମୁହଁ ଦେଖି ତାଙ୍କର ଭକ୍ତିଭାବ ଆହୁରି ସୃଷ୍ଟି ହେଲା ଏବଂ ସିଏ ନିଷ୍ପତ୍ତି ନେଲେ ଯେ ମୁଁ ଏଇଠି ରହିବି, ସବୁଦିନ ପାଇଁ ଏଇଠି ରହିବି, ଆଉ ମୁଁ କୁଆଡ଼େ ଯିବିନି। ପ୍ରଭୁ ଶ୍ରୀରାମଙ୍କ ମନ୍ଦିରରେ ଯେକୌଣସି କାମ ମିଳିବ ମୁଁ ରହିବି। ଆଉ ସେହି ସମୟରେ ସ୍ୱାମୀ ଜଣ କହୁଛନ୍ତି ତମେ ଯେଉଁଠି ରହିବ ମୁଁ ତମ ସହିତ ରହିବି, କିଛି ଅସୁବିଧା ହେବ ନାହିଁ। ଆଉ ଏପଟେ ଯେତେବେଳେ ପଚାରୁଥିଲେ ସେହି ସମୟରେ ସନ୍ଥ ଜଣକ କହିଲେ ନା ତମେ ଏଇଠି ରହିପାରିବ ନାହିଁ,
ତୁମେ କେବେ ବି ଏଇଠି ରହିପାରିବ ନାହିଁ। ତୁମକୁ ଆହୁରି କିଛି ପରୀକ୍ଷା ଦେବାକୁ ପଡ଼ିବ। ତୁମେ ପ୍ରକୃତରେ ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବିଷୟରେ ଆହୁରି କିଛି ଜାଣିବା ପାଇଁ ପଡ଼ିବ। ଶେଷରେ ମୁସଲିମ ମହିଳା ଜଣକ ମୁଣ୍ଡ ବାଡ଼ଉଥାନ୍ତି। ସେହି ସମୟରେ ସାଧୁ ଜଣ କହୁଛନ୍ତି, ମା ତୁମେ ଏମିତି କରନି, ଏମିତି କରନି। ସେହି ସମୟରେ କହୁଛନ୍ତି, ନା ମୋତେ ପରୀକ୍ଷା ଦେବା ପାଇଁ ପଡ଼ିବ, ମୁଁ ପରୀକ୍ଷା ଦେବି, କିନ୍ତୁ ପ୍ରଭୁ ଶ୍ରୀରାମଙ୍କ ଭକ୍ତି ମୋର ଅଛି। ମୁଁ ପ୍ରଭୁ ଶ୍ରୀରାମକୁ ଦର୍ଶନ କରିବା ପାଇଁ ପ୍ରତିଦିନ ଆସିବା ପାଇଁ ଚାହୁଁଛି, ମୁଁ ଏଇଠି ରହିବା ପାଇଁ ଚାହୁଁଛି। ସେହି ସମୟରେ ସାଧୁ ଜଣ କହିଲେ, ତମ ଇଚ୍ଛା ଯାହା ମା ତମେ ସେଇଆ କର, କିନ୍ତୁ ପ୍ରକୃତରେ ଚମତ୍କାର ତା ସହିତ ଘଟିଥାଏ ଯିଏ ପ୍ରକୃତରେ ନିଷ୍ଠାର ସହିତ ଭକ୍ତି ଭାବ ସୃଷ୍ଟି କରେ ଏବଂ ସେ ଅନ୍ୟମାନଙ୍କୁ ସାହାଯ୍ୟ କରେ, ସମସ୍ତଙ୍କ ମୁହଁରେ ହସ ଫୁଟାଏ, ନିଜର ବୋଲି ଭାବେ ନାହିଁ, ଅନ୍ୟମାନଙ୍କୁ ନିଜର କରାଏ, ଆଉ ସ୍ୱାର୍ଥ ମଧ୍ୟ ନଥାଏ। ସିଏ ହିଁ ପ୍ରକୃତରେ ଭକ୍ତି କରିପାରେ। ଆଉ ପ୍ରଭୁ ଶ୍ରୀରାମ ତାଙ୍କୁ ଚମତ୍କାର ଦେଖାନ୍ତି। ପ୍ରଭୁ ଶ୍ରୀରାମ ଅନ୍ୟ ରୂପରେ ମଧ୍ୟ ତାଙ୍କୁ ଆସି ଦର୍ଶନ ଦିଅନ୍ତି। ତେଣୁ ଏତେ କଥା ଶୁଣିକି ମୁସଲିମ ମହିଳା ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ତାଙ୍କ ସ୍ୱାମୀ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ସେ ନିଷ୍ପତ୍ତି ନେଲେ ଯେ ଅଯୋଧ୍ୟାରେ ରହିବେ। ତେଣୁ ଅଯୋଧ୍ୟାରେ ସିଏ ପାଖାପାଖି 3 କିଲୋମିଟର ଦୂରରେ ଗୋଟେ ଘର ନେଇକି ଏବେ ରହୁଛନ୍ତି। ତେବେ ଆଗକୁ ସେ କହିଛନ୍ତି ଯେ ମୁଁ ପ୍ରତିଦିନ ଅଯୋଧ୍ୟା ମନ୍ଦିରକୁ ଯାଇ ପ୍ରଭୁ ଶ୍ରୀରାମଙ୍କୁ ଦର୍ଶନ କରିବି, କିଛି ନା କିଛି ଲୋକଙ୍କୁ ସାହାଯ୍ୟ କରିବି।